ରାମ ମନ୍ଦିର ପଛ ପଦଥନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା। ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀଙ୍କ ଗାଁ ହାଟ, କଳା ଓ ସଂସ୍କୃତିର ଷ୍ଟଲ୍, ଖାଦ୍ୟ କୋର୍ଟ। ଏହାସହ ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ ଦେଖିବାକୁ ମିଳିବ। ଚଳିତ ବର୍ଷ ଆଦିବାସୀ ମେଳାରେ 20ଟି ଆଦିବାସୀ କୁଡ଼ିଆ ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ 147ଟି ଷ୍ଟଲ୍ ରହିବ। ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ 40ଟି ଷ୍ଟଲ୍ ରହିବ। 15ଟି ଷ୍ଟଲ୍ରେ ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ କରାଯିବ। ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ୍ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି।